ଓଡ଼ିଶା ବର୍ତ୍ତମାନ 2026ରେ ଆସିକି ପହଞ୍ଚିଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବହୁତ ଆଗରେ ଅଛି। ଏଇ ଓଡ଼ିଶାର ଜୀବଜନ୍ତୁ ଜଳ ଜଙ୍ଗଲ ଜମିନ ସଂରକ୍ଷଣ କ୍ଷେତ୍ର ଭାରତବର୍ଷରେ ଆମେ ଗୋଟେ ରାଜ୍ୟ ପ୍ରାୟୋରିଟି ଦେଇଛୁ, ପରିବେଶକୁ ପ୍ରାୟୋରିଟି ଦେଇଛୁ। ପ୍ରାକୃତିକ ସମ୍ପଦ ଅଧିକରୁ ଅଧିକା ଥିଲେ ମଧ୍ୟ ଯେମିତି ଆମର ଜୀବଜନ୍ତୁ ମାନେ ଯେମିତି ସୁରକ୍ଷିତ ରହିବେ ସେ ଦିଗରେ ଓଡ଼ିଶା ଗୋଟେ ରାଜ୍ୟ ଷ୍ଟ୍ରିକ୍ଟଲି ୱାଇଲ୍ଡ ଲାଇଫ୍ ଆନିମାଲ ଆକ୍ଟ ବିଭିନ୍ନ ଆପଣ ଫରେଷ୍ଟ ରାଇଟ୍ ଆକ୍ଟକୁ ଆମେ ଆଖି ଆଗରେ ରଖୁଛୁ ଏବଂ ଆଶା କରିବି ଆମର ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯାହାକି ବିଗତ ଦିନମାନଙ୍କରେ ଆମର ସଷ୍ଟେନେବଲ୍ ଡେଭଲପମେଣ୍ଟରେ କ୍ଷତି ହେଇଛି, ଲୋକମାନେ ଏବେ ବହୁତ ସଚେତନ ହେଇଗଲେ। ଓଡ଼ିଶା ଲୋକମାନେ ବି ସଚେତନ ହେଉଛନ୍ତି, କିନ୍ତୁ ସଷ୍ଟେନେବଲ୍ ଡେଭଲପମେଣ୍ଟର କଥା ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ଜାଣିଛନ୍ତି। ଆମର 52,000 ସ୍କୋୟାର କିଲୋମିଟରରୁ ଯେତେ ଆମର ଖଣିଜ ସମ୍ପତ୍ତି ଅଛି ଜଙ୍ଗଲ ଭିତରେ ହିଁ ଅଛି। ଓଡ଼ିଶାକୁ ଆଗକୁ ନେବା ପାଇଁ କିଛି କିଛି ଆପଣମାନେ ସମସ୍ତେ ଜାଣିଛନ୍ତି ଖଣି ଖାଦାନ ରବି ଏକ୍ସଟ୍ରାକ୍ସନ୍ ହେଉଛି, ସେଥିରେ ଆମେ ଉତ୍ତୋଳନ କରୁଛେ ଏବଂ ଓଡ଼ିଶା ମଧ୍ୟ ସେଥିରେ ରାଜସ୍ୱ ପାଉଛି। ତାକୁ ସଷ୍ଟେନେବଲ୍ ଡେଭଲପମେଣ୍ଟ ଇକୋଲୋଜିକାଲି ବାଲାନ୍ସ କରିବା ପାଇଁ ଆମେ ଚେଷ୍ଟା କରୁଛେ। ଅଧିକରୁ ଅଧିକ ବୃକ୍ଷରୋପଣ କରିକି ପରିବେଶକୁ ସନ୍ତୁଳନ କରିବା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖୁଛି। ଏବେ ସବୁ ଡିଭିଜନ ଆମର 51ଟା ଡିଭିଜନ ଅଛି, ଫରେଷ୍ଟ ଡିଭିଜନ ଅଛି, ସେଥିରେ କ୍ଲୋଜଲି ମନିଟରିଂ କରୁଛୁ, ଡିଭମାନଙ୍କ ସହିତ କଥା ହେଉଛୁ। ଯାହା ବି ନିଆଁ ଜଳୁଛି ପାରମ୍ପରିକ ହିସାବରେ ସବୁ ଜଳୁଛି। ନନ୍ ଫରେଷ୍ଟ ବ୍ଲକରେ ମ୍ୟାକ୍ସିମମ୍ ମୁଁ ଯେତେବେଳେ ଯାଉଛି ମୟୂରଭଞ୍ଜ ଯାଉଛି, କଳାହାଣ୍ଡି ଯାଉଛି, ଝାରସୁଗୁଡ଼ା ଯାଉଛି ଏବଂ ଦେଖୁଛି ଟାଉନକୁ ଲାଗିକି ଲୋକମାନେ ନିଆଁ ଜଳେଇ ଦେଉଛନ୍ତି, ଯେଉଁଟାକି ଆଗରୁ ବି ଜଳୁଥିଲା ଏବଂ ବିଗତ 2 ବର୍ଷ ଭିତରେ ଯାହା ଆମ ପାଖରେ ଡେଟା ଯାହା ଅଛି ନନ୍ ଫରେଷ୍ଟ ବ୍ଲକରେ ଅଧିକରୁ ଅଧିକା ଲାଗୁଛି। ସେଥିରେ ପାରମ୍ପରିକ ହିସାବରେ ମହଲ ଏବଂଙ୍କର କଲେକ୍ସନ୍ କରିବା ଅନ୍ୟାନ୍ୟ ସାଧାରଣ ଲୋକଙ୍କର ସଚେତନ ଅଭାବରୁ କିଛି କିଛି ଜାଗାରେ ନନ୍ ଫରେଷ୍ଟ ଏରିଆରେ ତାର ହେକ୍ଟର ବଢ଼ୁଛି। ଫରେଷ୍ଟ ବ୍ଲକ ମାନଙ୍କର ଏବେ ନିଆଁ ଜଳେଇବାଟା ଯେଉଁଟା ଡେନ୍ସ ଫରେଷ୍ଟ ଅଛି, ପ୍ରୋଟେକ୍ଟିଭ ଫରେଷ୍ଟ ଅଛି, ରିଜର୍ଭ ଫରେଷ୍ଟ ବହୁତ କମ୍ ଜଳୁଛି। ଦେଖନ୍ତୁ ଦାଦନ ଶ୍ରମିକର କଥା ଆପଣମାନେ ସମସ୍ତେ ଜାଣିଛନ୍ତି। ଆମେ ଟୋଲ୍ ଫ୍ରି ନମ୍ବର ବି ଜାରି କରୁଛେ, ବିଭିନ୍ନ ୱେବସାଇଟ୍ ବିଭିନ୍ନ ପତ୍ରପତ୍ରିକା ଆପଣମାନଙ୍କ ମାଧ୍ୟମରେ ବି ଆମେ ପ୍ରଚାର ପ୍ରସାର ଏବଂ ଆଇସି ପ୍ରୋଗ୍ରାମ ସବୁ କରୁଛେ। କିନ୍ତୁ ଲେବର ଡିପାର୍ଟମେଣ୍ଟର ପାଖରେ ଯେଉଁମାନେ ସବୁ ଯାଉଛନ୍ତି ଆପଣଙ୍କର ଆସ୍ପିରେସନାଲ ପାଇଁ ଯାଆନ୍ତୁ କିମ୍ବା ଅନ୍ୟାନ୍ୟ ବିନା ରେଜିଷ୍ଟରରେ ଯାଉଛନ୍ତି, ଲେବର ଡିପାର୍ଟମେଣ୍ଟ ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଏବେ ଗୋଟେ ଆଇସି ପ୍ରୋଗ୍ରାମ କରିବ ଆଉ ଲୋକମାନଙ୍କୁ ସଚେତନ କରିବ। ଆଉ ଲୋକମାନେ ଯେଉଁମାନେ ଯିବେ ବାଧ୍ୟତାମୂଳକ ପଞ୍ଚାୟତରେ ରେଜିଷ୍ଟ୍ରେସନ କରିବା, ଏଇ ଯେଉଁ ପ୍ରୟାସ ଜାରି ରଖୁଛେ ଏଥରଠୁ ଆଗରୁ ବି ଥିଲା, ସେଇଟା ଆଉ ଥରେ ଆମେ ତାକୁ ଜାରି କରିବୁ। ଯିଏ ଯେଉଁଠିକି ଯାଉଛନ୍ତି ନିଶ୍ଚିତ ଭାବରେ ରେଜିଷ୍ଟର୍ଡ କରିଦେଇକି ଗଲେ ଲେବର ଡିପାର୍ଟମେଣ୍ଟର ଡେଟା ଥିବ। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ବହୁତ ଲେବର ଯେଉଁମାନେ ଗୋଟେ ଆସ୍ପିରେସନାଲ ପାଇଁ ଯାଉଛନ୍ତି, ଅଧିକା ମଜୁରୀ ଆଶା ପାଇଁ ଯାଉଛନ୍ତି, ଅଧିକା ସାଲାରୀ ପାଇଁ ଯାଉଛନ୍ତି, ସେମାନେ ଡାଟା ଦେଇକି ଯାଉନାହାନ୍ତି, ଯାହାଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଏବଂ ଜୀବନହାନି ମଧ୍ୟ ହେଉଛି। ସେ ଦିଗରେ ଏବେ ବି ଆପଣମାନଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି ଏବଂ ଅପିଲ କରିବି ଯେ ଯେଉଁ ଓଡ଼ିଶାରୁ ବାହାରକୁ ଯାଉଛନ୍ତି ଯେଉଁମାନେ ହାୟର କ୍ୱାଲିଫାଏଡ୍ ପିଲାମାନେ ମଧ୍ୟ ବିଭିନ୍ନ IT ସେକ୍ଟର ହଉ, ବିଭିନ୍ନ ଏବଂ ଇଣ୍ଡଷ୍ଟ୍ରିଆଲ ସେକ୍ଟର ହଉ ଯାଉଛନ୍ତି, ସେମାନେ ଆଟଲିଷ୍ଟ ଆମର ପଞ୍ଚାୟତ ଏବଂ ଜିଲ୍ଲା ଲେଭେଲ ରେଜିଷ୍ଟ୍ରେସନ ଗଲେ ଆମେ ଜାଣିବା ଆକ୍ଚୁଆଲି ତାଙ୍କର ପାଇଁ ଆମ ପାଖରେ ଯାହା ବ୍ୟବସ୍ଥା ଅଛି ସେମାନେ ବି ପାଇବେ। ଏବଂ ଆଶା କରୁଛୁ ଏଇ ବର୍ଷଠୁ ଆଉ ଅଧିକରୁ ଅଧିକା ଆମେ ବହୁଳ ଭାବରେ ପ୍ରଚାର ପ୍ରସାର କରିବ, ସେମାନେ ଯେମିତି ସଚେତନ ହେବେ ସେ ଦିଗରେ ଲେବର ଡିପାର୍ଟମେଣ୍ଟ